नमस्कार दर्शक बंधु आउ एक नूतन अध्याय को आपण मानकु स्वागत। ज्योत्ना मैडम हमर खाली भिडी मुड़ी होचंती अजगर भलिया ତମେ ଯେ ଏମିତି କଣ କଥା କହୁଛ ପୁରା ଛାଟି ଛୁଟି କଥା କହୁଛ हमन टीवी एंकर भलिया कथा कहबे तरवा ସେଇ କଥା କହିଲି ପୁରା ପୁରା ଛାଟି ଛୁଟି କିରି ଛାଟି ଛୁଟି କଥା କହୁଛ कोन ହେଇଛି କ୍ୟାମେରାଟା ଅନ୍ ହେଲା ମାନେ ମୋର ନାକ କୁଣ୍ଡେଇ ହବ ଆଖି କୁଣ୍ଡେଇ ହବ ଆଉ କିଛି कुटी होनी तो ନା ଆଉ ଏଇଟା ସବୁ କାଟିଦବ ହେଲା ଏବେ ଷ୍ଟାର୍ଟ କରିବା କିଛି କାଟିବି ସବୁ ଛାଡିବି। नमस्कार दर्शक बंधु जय जगन्नाथ चलନ୍ତୁ ଷ୍ଟାର୍ଟ କରିବା ଭିଡିଓଟି ଷ୍ଟାର୍ଟ କରିବା ପୂର୍ବରୁ ଆପଣ ମାନେ ଗୋଟେ ରିକ୍ୱେଷ୍ଟ କି ମୋ କଥା ଗୁଡାକ ତମେ ଧରିବେନି ମୁଁ ଟିକେ ସେଇଭଳିଆ ଆଉ ଆପଣ ମାନଙ୍କୁ ଗୋଟେ ଅନୁରୋଧ କି ଭିଡିଓଟି ଷ୍ଟାର୍ଟ କରିବା ପୂର୍ବରୁ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଦେଖିବେ। ସରିଗଲା ଘୋଷି ଆସିଥିଲା ସରିଗଲା ମୁଁ ତ ଏଠି ବସିଥିଲି ଘୋଷିକି ଆସିଥିଲି କଣ କାଗଜ ଧରି ଘୋଷୁଥିଲି ନା କଣ। ହଉ ପ୍ରଥମ ପ୍ରଶ୍ନ ତାର ଗୋଟିଏ ବଡ ଶରୀର ଅଛି ବୁଝିପାଇଲ ମୋର ତାର ତାହାର ତାର ଗୋଟେ ବଡ ଶରୀର ଅଛି ସେ ଜଙ୍ଗଲର ରାଜା ବୋଲି କୁହାଯାଏ ଆଉ ଗର୍ଜନ କଲେ ସାରା ପାହାଡ କମ୍ପି ଉଠେ କହିପାରିବ ସେ କିଏ ଏମିତି କଣ ଅନେଇଛ ମତେ ମୋ ଗରମ ଝାଳ ବୋଇଲାଣି ଗରମ ଲାଗୁଛି ନା ତମକୁ ଗରମ ଲାଗୁଛି ନା ତାର ଗୋଟେ ବଡ ଶରୀର ଅଛି ଜଙ୍ଗଲର ରାଜା ବୋଲି କୁହାଯାଏ ସେ ଗର୍ଜନ କମ୍ପିଲେ ପାହାଡ କମ୍ପି ଉଠେ ବାଘ କଣ ଜଙ୍ଗଲର ରାଜା ବାଘ ଜଙ୍ଗଲର ରାଜା ନୁହଁ ସିଂହ ସିଂହ ରାଜା ବାଘ ହଉଛି ତାର କଣ ସେନାପତି ନହେଲେ ପ୍ରଧାନମନ୍ତ୍ରୀ କଣ ଗୋଟେ ହେଇଥିବ ଆଉ ସିଂହ ଗର୍ଜନ କରେ ସିଂହ ଗର୍ଜନ କରେ ଆଉ ସିଂହ ଡେଞ୍ଜରିୟସ୍ ବାଘ ଅପେକ୍ଷା ବହୁତ ଜିନିଷ କେମିତି କେମିତି କାହିଁକି ସିଏ ବି ତ ହିଂସ୍ର ଇଏ ବି ତ ହିଂସ୍ର ବଳରେ ଅଧିକ ବାଘ ଅପେକ୍ଷା ସିଂହ ଅଧିକ ହଁ ସିଂହର ବଳ ଅଧିକ ଆଉ ଦୁଇରେ ବାଘ ଶିକାର କଲେ ତମେ ଯଦି ଆଖି ସହିତ ବାଘ ଆଖି ସହିତ ତମ ଆଖି ମିଶିଲା ବାଘ ତମକୁ ଶିକାର କରିବନି ସିଂହ କିନ୍ତୁ ଝାମ୍ପି ପଡିବ କି ସିଂହ ଡେଇଁ ପଡିବ ବାଘ ଶିକାର କରେନି ବାଘ ୱେଟ କରେ ତମେ ଟିକେ ନାକୁ ମାନେ ମାଇଣ୍ଡ ଟାକୁ ଡାଇଭର୍ଟ କରି ଆଉ କୁଆଡେ ଅନେଇ ଦେଲ ଧାଇଁ କିଏ ବାଘ ସମସ୍ତେ କହିବେ ମୁଁ ଯେମିତି କହିଲି ତମକୁ ବର୍ଣ୍ଣନା କରିକି ୟାର ଏକ୍ସପିରିଏନ୍ସ ଅଛି ସିଂହ ବାଘ ପାଖକୁ ଯାଇକି ଶିକାର ହେଇକି ଆଇଛି ସେ ଗଛର ଶରୀରରେ ରହେ ତାର ଦୁଇଟି ଧାରୁଆ ଥଣ୍ଟ ଥାଏ ଗଛର ଶରୀରରେ ରହେ ତାର ଦୁଇଟି ଧାରୁଆ ଥଣ୍ଟ ଥାଏ ସେ କାଠକୁ ଖୁମ୍ପି ଖୁମ୍ପି ସେଥିରେ ନିଜ ଘର ତିଆରି କରେ କହିପାରିବ ସେ କୋଉ ପକ୍ଷୀ କାଠକୁ ଖୁମ୍ପି ଖୁମ୍ପି ଗଛର ଶରୀରରେ ରହେ ଗଛର ତା ଦୁଇଟି ଧାରୁଆ ଥଣ୍ଟ ଥାଏ ସେ କାଠକୁ ଖୁମ୍ପି ଖୁମ୍ପି ନିଜ ଘର ତିଆରି କରେ କାଠ ନା ଚଢେଇ କାଠ ଅଣା ଚଢେଇ ତାକୁ ଇଂଲିଶ କଣ କହନ୍ତି କଣ କହନ୍ତି ଜାଣିନି ମୁଁ ଜାଣିଛି ଉଡ୍ କଟର କିନ୍ତୁ ଗୋଟେ ଅଛି କିଙ୍ଗ ଫିଶର ଚଢେଇ ସିଏ କୋଉ ଚଢେଇ କହିଲ କଣଟା କିଙ୍ଗ ଫିଶର କିଙ୍ଗ ଫିଶର ସେ ଗୋଟେ ଚଢେଇ ଅଛି ଚଢେଇ ନା ଦର୍ଶକ ବନ୍ଧୁ ଆପଣ କୁହନ୍ତୁ କିଙ୍ଗ ଫିଶର ଚଢେଇର ଓଡିଆ ଅର୍ଥ କଣ ହଉ ନେକ୍ସଟ ସେ ସକାଳୁ ଉଠି ଆପଣଙ୍କ ଘର ଅଗଣାକୁ ଆଲୋକିତ କରେ ତାର କିରଣ ପଡିଲେ ସବୁ ଫୁଲ ଫୁଟି ଉଠେ ସେ କିଏ ସକାଳୁ ଉଠିକି ତା ପ୍ରଥମ କାମ ତମ ଘର ଦ୍ୱାର ସବୁ ଆଲୋକିତ କରିବା ହଉ ନେକ୍ସଟ ପ୍ରଶ୍ନ
ତାର ଗୋଟିଏ ଲମ୍ବା ପତଳା ଲାଞ୍ଜ ଅଛି। ସେ ଘରର ସବୁ ବହି କପଡ଼ା କାଟି ନଷ୍ଟ କରିଦେଇ ପାରେ। କିନ୍ତୁ ବିଲେଇକି ଦେଖିଲେ ଲୁଚିକି ଯାଇ ଛୁପିଯାଏ। ମୂଷା। ମୁଁ ଏଇଟା ଲାଷ୍ଟ ଟା ଠିକ ସେ କହିପାରିଲିନି। କହିପାରିଲନି? କି ବିଲେଇକି ଦେଖିଲେ ଗାତ ଭିତରକୁ ପଳାଏ। ମୂଷା। ହୁଁ। ଆଜି ସବୁ ପ୍ରଶ୍ନ ସରିଗଲା। ହୁଁ। ଆଚ୍ଛା ଆମେ ଗୋଟେ ଯୋଉ ମୂଷାକୁ ନେଇକି ଆମର ଯୋଉ ଗୋଟେ ସିକ୍ରେଟ କଥା ଅଛି କହିବା? ଆହୁରି ଗୋଟେ ପ୍ରଶ୍ନ ଅଛି। ଆମର କେତେଟା ପ୍ରଶ୍ନ ହେଲା? 1 2 3 4ଟା ପ୍ରଶ୍ନ ହେଲା। ଆଉ ଗୋଟେ ପ୍ରଶ୍ନ ଅଛି। 4ଟା ହେଲା ନା 5ଟା ହେଲା? ସେ ଏମିତି ଏକ ପବିତ୍ର ବୃକ୍ଷ ଯାହା ପତ୍ରକୁ ଓଡିଶାରେ ସବୁ ପୂଜା ସବୁ ଶୁଭ କାର୍ଯ୍ୟରେ କଳସ ଉପରେ ସମ୍ମାନ ସହିତ ରଖାଯାଏ। କହିପାରିବ ସେ ପତ୍ର ଗଛର ନାମ? ଏଇଟା ମ୍ୟାଙ୍ଗୋ କହିଦବ। ଟ୍ରି। ଆମ୍ବ ମ୍ୟାଙ୍ଗୋ। ଗଛ। ହୁଁ। ଆମ୍ବ ଡାଳ। ଆଜି ସବୁ ସହଜ ପ୍ରଶ୍ନ ଥିଲା ନା? ଏମିତି ହେଲେ ତମ ମନ ଖୁସି, ଆତ୍ମା ଖୁସି, ପ୍ରାଣ ଉତ୍ତର ଖୁସି। ଦେଇଦେଲେ ମନ ଖୁସି, ଆତ୍ମା ଖୁସି, ଆଉ ମାନେ ସବୁ ଶାନ୍ତି। ହଉ ସଇଲା ମୋ ପ୍ରଶ୍ନ ଶେଷ। ମୂଷା ଆସିକି ଆମର ରହୁଥିଲେ, ଆମର ଯୋଉ ଛୋଟ ଛାତଟା ଅଛି ସେଠି ସେ ରହୁଥିଲେ ନା? ଆଁ? ସେଇ ବର୍ଷ ଆମର ଗୋଟେ ପରିବର୍ତ୍ତନ ଘଟିଥିଲା। ଯେତିକି ମୂଷା ଅଛି ତୁମେ ସବୁ ଆଣି ଘର ଭିତରେ ପୁରେଇ ଦିଅ, ପରିବର୍ତ୍ତନ ପୁଣି ଘଟିଯିବ। ଆଉ ତମେ ତ ମୂଷା ମାନଙ୍କୁ ଜମା ବିଦା କରନି। ମୁଁ ଓଲଟା ରାଗେ କି ତାଙ୍କୁ ସଫା କରି ବିଦା କର, ବିଦା କର, ବିଦା କର। ତମେ ଓଲଟା ମନ ଦୁଃଖ କର। ଆଉ ଆଣିକି ରଖିବା ଟିକେ ଅସୁବିଧା କଣ? ରଖୁନ, ତମେ ରଖୁନ, ମୁଁ ରଖିବି। ୱାସିଂ ମେସିନ କାଟି ଦେଇଥିଲା। ହଁ। କମ୍ପ୍ୟୁଟର ତାର କାଟି ଦେଇଥିଲା। ବହୁତ ଜିନିଷ କାଟି ଦେଇଥିଲା, କିନ୍ତୁ ମୋ ସ୍ୱାମୀ ଭାବିଲେ କି ସେ ବର୍ଷ ମୂଷା ରହିଥିଲେ ବୋଲି ତାଙ୍କର ଗୋଟେ କିଛି ଚେଞ୍ଜ ହେଇଯାଇଥିଲା। ସରିଗଲା କୋଶ୍ଚିନ୍? ଦର୍ଶକ ବନ୍ଧୁ, ଆଜିର ସମସ୍ତ କୋଶ୍ଚିନ୍ ସରିଯାଇଛି। କୋଶ୍ଚିନ୍ ଗୁଡିକ ଆପଣ ମାନଙ୍କୁ କେମିତି ଲାଗୁଛି କମେଣ୍ଟ ମାଧ୍ୟମରେ ମତାମତ ଜଣେଇବେ। ଆଉ ଭିଡିଓକୁ ଲାଇକ୍ କମେଣ୍ଟ ସେୟାର କରିବେ। ଠିକ କହିଲି ଟି? କଣ ଠିକ କହିଲି ଟି? ତମେ କହିଲ ଦର୍ଶକ ବଛା ଠିକ କହିଲ କି ନା ସେ କହିବେ। ଲାଇକ୍ କମେଣ୍ଟ ସେୟାର କରିବେ ଆଉ ସବସ୍କ୍ରାଇବ କରିବେ। ଏଥର ମୁଁ ଲାଇଭ ରେ ଏଇ ସବୁ ଭିଡିଓ ଛାଡିବି, ଆଉ ପଛକୁ ରଖିବି ନାହିଁ। ଆଜି ପାଇଁ ଏତିକି, ନମସ୍ତେ। ଭଲରେ ଥାନ୍ତୁ ସମସ୍ତେ।